ହ୍ୟାଲୋ ଫ୍ରେଣ୍ଡସ୍, ମୋ ନାଁ ବାବୁନା। ମୁଁ ନା ଭାରି ଲାଜକୁଳା। ମୁଁ ବାଙ୍ଗାଲୋରରେ ଏକ ଘରୋଇ ସଂସ୍ଥାରେ କାମ କରୁଛି। ମୁଁ ଅବିବାହିତ ଏବଂ ଭାରି ଲାଜକୁଳା। ମୋତେ ପ୍ରାୟତଃ ଏକାକୀ ରହିବାକୁ ଭଲ ଲାଗେ। ତେଣୁ ମୁଁ କୌଣସି ପିଲା କିମ୍ବା ହଷ୍ଟେଲରେ ନ ରହି ନିଜେ ଏକ ସ୍ୱତନ୍ତ୍ର ଘର ଭଡ଼ା ନେଇ ରହେ। ମୁଁ ଏକ ଛୋଟ ବିଲ୍ଡିଂରେ ଏକ ବଖରାଯୁକ୍ତ ଘରଟିଏ ନେଇ ରହେ। ପ୍ରତ୍ୟେକ ମହଲାରେ 2ଟି ଲେଖାଏଁ ଘର ଅଛି। ମୁଁ ରହିବାର 2 ବର୍ଷ ଭିତରେ ମୋ ପାଖ ଘରେ କେହି ରହୁନଥିଲେ। ତେଣୁ ମୋର ଖୁସି ବହୁତ, କିନ୍ତୁ ଏକାକୀ ରହିବାରେ ବହୁତ ଗୁଡ଼ାଏ ସମସ୍ୟା ରହିଛି। ଯେମିତି କେବେ କାହା ସହ କଥା ହେବାକୁ ହେଲେ ଆଖପାଖରେ କେହି ନାହାନ୍ତି। ଏକାକୀପଣକୁ କାଟିବା ପାଇଁ ମୁଁ ମୁଭି ଦେଖେ, ନହେଲେ ଅଧିକାଂଶ ସମୟ ବାଲକୋନିରେ ବସି ବାଟରେ ଯାଉଥିବା ଝିଅ ଏବଂ ସ୍ତ୍ରୀ ଲୋକଙ୍କୁ ଦେଖି ଦେଖି ମୁଠି ମାରେ। ଆଉ ଯଦିରେ ବି ସେଥିରେ ବି ମନ ନ ଭରେ, ତାହେଲେ ବିପି ଦେଖି ଦେଖି ମୁଠି ମାରେ। ସେ ବିଲ୍ଡିଂରେ କେଉଁ ସ୍ଥାନ ଏମିତି ନାହିଁ ଯେଉଁଠି ମୋ ମାଲ୍ ନ ପଡ଼ିଥିବ, କିନ୍ତୁ ସେଥିରେ ବି ଶାନ୍ତି କାହିଁ। ମୁଠି ମାରି ସାରିଲା ପରେ ପୁଣି ଏକା ଏକା। ଭାବୁଥାଏ ବାହା ହୋଇ ଯାଆନ୍ତି, କିନ୍ତୁ ପରେ ଭାବେ କିଏ ଏତେ ମୁଣ୍ଡ ଦରଜ କରିବ। ପୁଣି ଭାବେ କେହି ଜଣେ ଯଦି ଖାଲି ପେଲିବାକୁ ମିଳିଯାଆନ୍ତା ତାହେଲେ ତ ମଜା ଆସିଯାଆନ୍ତା। ହେଲେ ମୋର ଦୁର୍ଭାଗ୍ୟ ଯେ 2 ବର୍ଷ ଭିତରେ ସେମିତି କିଛି କେବେ ଘଟିନାହିଁ। କିନ୍ତୁ ସେ ବର୍ଷ କିଛି ଚମତ୍କାର ହେବାର ଥିଲା। ମୋ ଘର ପାଖରେ ଏକ ପରିବାର ନୂଆ ଆସି ରହିଲେ। ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କର ଗୋଟେ ଛୋଟ ପିଲା। ସମାନ ମହଲାରେ ଥିବା ହେତୁ ଆସ୍ତେ ଆସ୍ତେ ତାଙ୍କ ଘର ସହ ହାଲକା ଫୁଲକା ସମ୍ପର୍କ ସୃଷ୍ଟି ହେଲା। ପୁଣି ଆସ୍ତେ ଆସ୍ତେ ସେ ସମ୍ପର୍କ ନିବିଡ଼ ହେବାକୁ ବେଶୀ ସମୟ ଲାଗିଲା ନାହିଁ। ଆପଣମାନେ ଠିକ୍ ବୁଝିପାରୁଥିବେ ମୋର ନଜର କାହା ଉପରେ ଥିବ ଏବଂ ମୁଁ କ'ଣ କରିବାକୁ ଚାହୁଁଛି। କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ମୋ ପାଇଁ ଏକ ବଡ଼ ସମସ୍ୟା। ସେ ଭାଉଜଙ୍କ ନାଁ ଲିସା। ଦେଖିବାକୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ନାୟିକା ପରି। ବେଶୀ ଉଚ୍ଚତା ହେବନି ବୋଧେ, 5 ଫୁଟ ପାଖାପାଖି। ଦେଖିବାକୁ ସେତେ ମୋଟା ନୁହଁ କି ବେଶୀ ପତଳା ନୁହେଁ। ଚେହେରା କିନ୍ତୁ ବହୁତ ସୁନ୍ଦର, ଆଉ ତାଙ୍କ ଚେହେରା ଠାରୁ 100 ଗୁଣ ଅଧିକ ସୁନ୍ଦର ତାଙ୍କ ଭଣ୍ଡା ଆଉ ପଛପଟ କଖାରୁ। ଯାହା ହେଉ, ତାଙ୍କ ଫିଗର ମେଣ୍ଟେନ୍ କରି ରଖିଛନ୍ତି ଛୁଆ ହେଲା ପରେ ମଧ୍ୟ। ମୋ ନଜର ସବୁବେଳେ ତାଙ୍କ ଭଣ୍ଡା ଆଉ କଖାରୁ ଉପରେ ହିଁ ଥାଏ। ମୁଁ ବି ଏତେ ଧ୍ୟାନ ଦେଇ ଦେଖେ ଯେ ସେ ବି ଜାଣିପାରନ୍ତି ବୋଧେ, ହେଲେ ଆଜି ଯାଏଁ ସେ କେବେ କିଛି କହିନାହାନ୍ତି। ପ୍ରାୟ ରାତିରେ ତାଙ୍କ ଫଟୋ ଦେଖିକି ମୁଠି ମାରି ଶୋଇଯାଏ ମୁଁ। କେମିତି ଲିସା ଭାଉଜଙ୍କ ଗାଣ୍ଡିକୁ ପେଲିବି ତାହା ସବୁବେଳେ ଭାବୁଥାଏ। ଏମିତି କିଛି ଦିନ ଗଲା ପରେ ହଠାତ୍ ଭାଉଜ କହିଲେ ତାଙ୍କ ଝିଅର ଜନ୍ମଦିନ ଆସୁଛି, ହେଲେ ସେ ଏକା ଏକା ଏତେ ସବୁ ଦାୟିତ୍ୱର ଭାର ନେଇ ପାରିବେନି। ମୁଁ ପଚାରିଲି, ଆଉ ପିଲାର ବାପା କ'ଣ ସାହାଯ୍ୟ କରିବେନି? ସେ କହିଲେ, ନା, ସେ କ'ଣ ଘରେ ରହୁଛନ୍ତି ଯେ ସାହାଯ୍ୟ କରିବେ? ସେ ଖାଲି ପଇସା ଦେଇଦେବେ, କିନ୍ତୁ କିଛି କାମରେ ସାହାଯ୍ୟ କରିପାରିବେନି। ଭାଉଜ ମୋତେ କହିଲେ, ତୁମେ ଯଦି ଟିକେ ସାହାଯ୍ୟ କରିଦିଅନ୍ତ ତାହେଲେ ଭାରି ଭଲ ହୁଅନ୍ତା। ଏହା ଶୁଣି ମୋ ମନରେ ଭାଉଜଙ୍କର ବଡ଼ ଭଣ୍ଡା ଆଉ କଖାରୁ ବିଷୟରେ ମନେ ପଡ଼ିଗଲା। ମୁଁ ଆଉ କିଛି ଚିନ୍ତା ନ କରି ମୁଁ କହିଲି, ତୁମେ ଜମା ଚିନ୍ତା କରନା, ମୁଁ ସବୁ ପ୍ରକାର ସାହାଯ୍ୟ କରିବାକୁ ରାଜି ଅଛି। ସେ ବି ଖୁସି ହୋଇଗଲେ। ତେଣୁ ମୁଁ ପ୍ରତିଦିନ କାମ ସାରି ତାଙ୍କ ଘରକୁ ଯାଇ ଜିନିଷପତ୍ର ଆଣିବା ଏବଂ ସଜାସଜି କରିବାରେ ହାତ ମିଶାଇଲି। ସେ ବାହାନାରେ ମୁଁ ଜାଣିଶୁଣି ତାଙ୍କୁ ଟିକେ ବଜାଇ ହୋଇ ଯାଉଥାଏ। ସିଏ ବି ବୋଧେ ବ୍ୟସ୍ତତା ଭିତରେ ସେ ସବୁକୁ ଖାତିର କରୁନଥାନ୍ତି। କିନ୍ତୁ ମୁଁ ତାଙ୍କ ସହ ଯେତେ ସମୟ ବିତାଉଥାଏ ମୋର ତାଙ୍କ ପ୍ରତି ଆକର୍ଷଣ ଆହୁରି ଉଗ୍ର ହୋଇ ଉଠୁଥାଏ। ଏମିତି କେମିତି 3-4 ଦିନ ବିତିଗଲା ଜଣା ପଡ଼ିଲାନି। ପିଲାର ଜନ୍ମଦିନ ଆଉ ମାତ୍ର 2 ଦିନ। ସବୁ ଜିନିଷ କିଣା ସାରିଥାଏ। ବାସ୍ ଏବେ କେବଳ ବେଲୁନ୍ ଫୁଲେଇ କାନ୍ଥରେ ଲାଗିବାର ବାକି ଥାଏ। ସେଦିନ ଭାଉଜ ଏବଂ ମୁଁ ମିଶି ବେଲୁନ୍ ଫୁଲାଉଥାଉ। ମୋ ଆଖି କେବଳ ତାଙ୍କ ଶରୀର ଉପରୁ ହଟୁ ନଥାଏ। ସେ ଯେଉଁ ଫ୍ରକ୍ ପିନ୍ଧିଥାନ୍ତି ଏବଂ ତା ଉପରେ ଚାପା ଟି-ସାର୍ଟଟି ପିନ୍ଧିଥାନ୍ତି, ତାଙ୍କ ଅଙ୍ଗର ପ୍ରତିଟି ଉଚ୍ଚ ନିଚ ସ୍ଥାନ ପୂରାପୂରି ବାରି ହେଉଥାଏ।
ଏପଟେ ଦିନ ତମାମ କାମ କରି ତାଙ୍କ ଚେହେରାରେ ଯେଉଁ ଥକାପଣ ଦେଖାଯାଉଥାଏ, ମୋତେ ତାହା କେମିତି କେଜାଣି ଅତ୍ୟନ୍ତ କାମୁକ କରି ଦେଉଥାଏ। କିନ୍ତୁ ତଥାପି ମୁଁ ବହୁତ କଷ୍ଟରେ ନିଜକୁ ସମ୍ଭାଳି ରଖିଥାଏ। ସେ ହଠାତ୍ ସେଠାରୁ ଉଠିଯାଇ ଫ୍ରିଜରୁ ପାଣି ବୋତଲରେ ବାହାର କରି ତାକୁ ଉପରକୁ ଟେକି ଢକ୍ ଢକ୍ ପାଣି ପିଇବାକୁ ଲାଗିଲେ। ବୋତଲରୁ କିଛି ପାଣି ତାଙ୍କ ଓଠ ଦେଇ ଥୋଡ଼ି ବାଟ ଦେଇ ତାଙ୍କ ଭଣ୍ଡା ଉପରେ ପଡ଼ୁଥାଏ। ସତ କହିବି ତ ଏ ଘଟଣା ମୋ ମନ ଭିତରେ ସ୍ଲୋ ମୋସନ୍ ପରି ଚାଲୁଥାଏ। ମୁଁ ମୋର ଧୈର୍ଯ୍ୟ ହରାଇବାକୁ ବାଧ୍ୟ ହୋଇ ଉଠିଲି। ମୁଁ ମୋ ସ୍ଥାନରୁ ଉଠିଯାଇ ତାଙ୍କ ହାତରୁ ବୋତଲ ଛଡ଼ାଇ ଆଣିଲି। ଏଣୁ ତାଙ୍କୁ ମୋ ଆଡ଼କୁ ଭିଡ଼ି ଆଣିଲି। ସେ ବି ଭାରସାମ୍ୟ ହରାଇ ମୋ ଛାତିରେ ଆସି ପିଟି ହୋଇଗଲେ। ଆଉ ସତ କହିବାକୁ ଗଲେ ତାଙ୍କର ଯେଉଁ ବଡ଼ ବଡ଼ ଭଣ୍ଡା ଯୋଡ଼ାକ ସକ୍ ଓଭର୍ଚର ପରି କାମ କଲେ। ମୁଁ ତାଙ୍କୁ କୁଣ୍ଢାଇ ଧରିଲି। ସେ କିନ୍ତୁ ମୋତେ ଧକ୍କା ଦେଇ ଦୂରକୁ ପେଲିଦେଲେ। ମୁଁ କ'ଣ କରିବି କିଛି ଭାବିପାରିଲିନି। ମୁଁ ଆଉ କିଛି କହିବା ପୂର୍ବରୁ ସେ କହିଲେ, ତୁମେ ଯାହା ଚାହୁଁଛ ତାହା ସମ୍ଭବ ନୁହଁ। ମୁଁ ବର୍ତ୍ତମାନ ବିବାହିତ ଏବଂ ମୋର ପିଲା। ଏଇଟା ମୋର ସଂସାର। ତୁମେ ଯାହା ଚାହୁଁଛ ତାହା ମୋ ଠାରୁ ପାଇବା ଅସମ୍ଭବ। ମୁଁ ଆଉ କ'ଣ କହିବି ବୁଝିପାରୁ ନଥାଏ। କିଛି ସମୟ ଚୁପଚାପ ଛିଡ଼ା ହେବା ପରେ ମୁଁ କହିଲି, ସରି, ମୋ ଦ୍ୱାରା ବହୁତ ବଡ଼ ଭୁଲ ହେଇଗଲା। ଏକ ମୁହୂର୍ତ୍ତ ଭିତରେ ମୋର ଯେଉଁ ସ୍ୱପ୍ନ ଥିଲା ସେସବୁକୁ ଭାଙ୍ଗି ଚୁରମାର ହୋଇଗଲା। ମୁଁ ତାଙ୍କ ରୁମ୍ ବାହାରକୁ ଚାଲି ଆସିଲି। ଭାଉଜ କିନ୍ତୁ ପଛପଟୁ ରହିବାକୁ ଲାଗିଲେ। ମୁଁ କହିଲି, ପୁଣି କ'ଣ ହେଲା? ସେ କହିଲେ, କ'ଣ ପାଇଁ ତୁମେ ଅସମ୍ଭବ ସ୍ୱପ୍ନ ଦେଖିଲ? ମୁଁ କହିଲି, ସ୍ୱପ୍ନ କେବେ ସମ୍ଭବ କିମ୍ବା ଅସମ୍ଭବ ହୋଇନଥାଏ। ସେ କହିଲେ, ଏକଥା ସେ ଜାଣିଲେ କ'ଣ ହେବ ଜାଣିପାରୁଛ ତ? ମୋର ଅଡ଼ୁଆ ସମୟରେ ଥଟ୍ଟା ମଜା କରିବାର ଅଭ୍ୟାସଟି ବହୁତ ଖରାପ। ତେଣୁ ମୁଁ ଥଟ୍ଟାରେ କହିଦେଲି, କାହିଁ, ତୁମ ସ୍ୱାମୀକୁ କିଏ କହିବ ଯେ ଏତେ ଚିନ୍ତା? ସେ ହାଲୁକା ଚିଡ଼ି ଉଠିଲେ। କହିଲେ, ତୁମର ସାହସ କେମିତି ହେଲା? ଏତିକି କହିବା ବେଳକୁ ମୁଁ ପୁଣି ଥରେ ତାଙ୍କୁ ମୋ ଆଡ଼କୁ ଭିଣି ଆଣି କୁଣ୍ଢାଇ ଧରିଲି। ସେ ଚେଷ୍ଟା କଲେ, ବହୁ ଚେଷ୍ଟା କଲେ, କିନ୍ତୁ ମୋ ଶକ୍ତିଠାରୁ ତାଙ୍କ ଶକ୍ତି ଅଧିକ। ଏମିତି କିଛି ସମୟ ତାଙ୍କୁ ଚାପି ଧରିବା ପରେ ମୁଁ ତାଙ୍କଠାରୁ ଆଉ କିଛି ଶକ୍ତି ପ୍ରୟୋଗର ଅନୁଭବ କରିପାରିଲିନି। ତେଣୁ ମୁଁ ତାଙ୍କୁ ହାଲୁକା ଢିଲା କଲି। ଏବେ ସେ ମୋତେ ଜାବୁଡ଼ି ଧରିଲେ। ଏତେ ଜୋରସେ ଜାବୁଡ଼ି ଧରିଥିଲେ ଯେ ମୋ ଛାତି ତଳେ ତାଙ୍କ ଭଣ୍ଡା ଯୋଡ଼ାକ ଏତେ ଜୋରରେ ଚାପି ହୋଇଯାଇ ଉପରକୁ ପିଚିକି ବାହାରି ଆସିଥାଏ। ସେ ମୋ ମୁଣ୍ଡ ବାଳ ଧରି ମୋ ଚେହେରାକୁ ତାଙ୍କ ଚେହେରା ପାଖକୁ ନେଇଗଲେ ଏବଂ ତାଙ୍କ ଓଠକୁ ମୋ ଓଠ ସହ ମିଶାଇ ଦେଲେ। ମୋତେ ଏହା ସବୁ ସ୍ୱପ୍ନ ପରି ଲାଗୁଥାଏ। ମୋତେ ଏତେ ଭଲ ଭାବେ କିସ୍ କରି ଆସୁନଥାଏ। କିନ୍ତୁ ସେ ଏତେ ସୁନ୍ଦର ଭାବେ କିସ୍ କରୁଥାନ୍ତି ଯେ ମଜା ଆସିଯାଉଥାଏ। ମୁଁ ବେଳେବେଳେ ଅଧିକ ଉତ୍ସୁକ ହୋଇ ଜୋର ଜୋରରେ କିସ୍ କରିବାରେ ଲାଗିଲି ଏବଂ ଆସ୍ତେ ଆସ୍ତେ ହିଁ କରିବାକୁ କହିଲେ ସେ। ପାଖାପାଖି 15-20 ମିନିଟ୍ ଏମିତି କିସ୍ କଲୁ। ମୋତେ ଏତେ ମଜା କେବେ ଆସୁନଥାଏ। ସେ ତାଙ୍କ ହାତକୁ ମୋ ସାର୍ଟ ଭିତରେ ପୂରାଇ ମୋ ଛାତି ଏବଂ ବେକ ଉପର ସ୍ପର୍ଶ କରୁଥାନ୍ତି। ଅନ୍ୟ ହାତକୁ ମୋ ପ୍ୟାଣ୍ଟ ଉପରୁ ମୋ କଦଳୀକୁ ଆସ୍ତେ ଆସ୍ତେ ଆଉଁଶୁଥାନ୍ତି। ମୁଁ ଦୁଇ ହାତରେ ତାଙ୍କ ଭଣ୍ଡା ଦୁଇଟିକୁ ଚିପୁଥାଏ। ସେ ମୋର ଗୋଟେ ହାତକୁ ନେଇ ତାଙ୍କ ପଛପଟ କଖାରୁ ଉପରେ ରଖିଦେଲେ। ଦୁହେଁ ଦୁହିଁଙ୍କ ଡ୍ରେସ୍ ଆସ୍ତେ ଆସ୍ତେ ଓହ୍ଲାଇଲୁ। କିଛି କ୍ଷଣ ଭିତରେ ଭାଉଜ ଏବଂ ମୁଁ ସମ୍ପୂର୍ଣ୍ଣ ରୂପେ ଲଙ୍ଗଳା ହୋଇ ଚୁମ୍ବନ ଦେଇ ଚାଲିଥାଉ। ମୁଁ ତାଙ୍କୁ ପଛକୁ ନୁଆଇଁ ଦେଇ ତାଙ୍କ ଭଣ୍ଡା ଦୁହିଁଙ୍କୁ ପାଟିରେ ପୂରେଇ ଚୁଷିଲି। ସେ ଆଃ ଉଃ ହେଉଥାନ୍ତି ଯେତେବେଳେ ମୁଁ ତାଙ୍କ ଭଣ୍ଡାକୁ ଜୋରରେ ଚିପି ଦେଉଥାଏ କିମ୍ବା ଦାନ୍ତରେ କାମୁଡ଼ି ଦେଉଥାଏ। ସେ ଜୋରରେ ଟିକେ ଚିଲେଇ ଦିଅନ୍ତି। ଆସ୍ତେ ଆସ୍ତେ ମୁଁ ତଳକୁ ତଳ ଆସିଲି। ତାଙ୍କ ନାଭି ପୁଣି ତାଙ୍କ ଜଙ୍ଘ ଓ କଣା ଉପରେ ଚୁମା ଦେଇ ଚାଲିଲି। ସେ ମୋ ଚୁମ୍ବନରେ ଏତେ ପରିମାଣରେ ଗରମ ହୋଇଗଲେ ଯେ ତାଙ୍କ ବିଆରୁ ଟୋପା ଟୋପା ପାଣି ନିଗିଡ଼ିବାକୁ ଲାଗିଲା। ସେ ମୋତେ ଛିଡ଼ା କରାଇ ଦେଇ ମୋ ଛାତି, ପେଟ, ଜଙ୍ଘଯାକ ଚୁମି ପକାଇଲେ। ମୋ କଦଳୀକୁ ପାଟିରେ ପୂରାଇ ଚୁଷିବାକୁ ଲାଗିଲେ। ଓଃ, କି ଆନନ୍ଦ! ସେ ଜୋର ଜୋର ଚୁଷିବାକୁ ଲାଗିଲେ। ସେ ଏତେ ଉତ୍ସାହିତ ହୋଇ ମୋ କଦଳୀକୁ ଚୁଷୁଥାନ୍ତି ଯେ ବେଳେବେଳେ ସେ ମୋର ସମ୍ପୂର୍ଣ୍ଣ ଭାବେ ଶକ୍ତ
9 ଇଞ୍ଚର କଦଳୀକୁ ଏକାଥରକେ ସମ୍ପୂର୍ଣ୍ଣ ଭାବେ ନିଜ ପାଟି ଭିତରେ ପୂରାଇ ଦେଉଥାନ୍ତି, ଯାହା ତାଙ୍କ ତଣ୍ଟି ଯାଏ ଚାଲି ଯାଉଥାଏ, ଯାହା ମୋତେ ଭଲ ଭାବେ ଅନୁଭବ ହେଉଥାଏ। ସେ ଏମିତି 10-20 ମିନିଟ୍ ଲଗାତାର କରିଚାଲିଲେ, ଯାହା ମୋ ପାଇଁ ଏତେ କାମୁକ କରିଦେଇଥିଲା ଯେ ମୁଁ ଆଉ ଜମା ସମ୍ଭାଳି ପାରିଲିନି। ପଚପଚ ହେଇ ଭାଉଜଙ୍କ ପାଟି ଭିତରେ ହିଁ ମୋର ସବୁତକ ମାଲ୍ ଝରିଗଲା। ଆଉ ଭାଉଜ ବି ଢୋକ ଢୋକ କରି ସବୁତକ ମାଲକୁ ପିଇଗଲେ। ମୁଁ ଭାବିଲି ସେ ବୋଧେ ଜାଣିପାରିଲେନି, କିନ୍ତୁ ସେ ଉପରକୁ ଉଠି ଆସିଲେ ଏବଂ କହିଲେ, କ'ଣ ଏତେ ଶୀଘ୍ର ଅମୃତ ଝଡ଼ିଗଲା? ମୁଁ କହିଲି, ମୁଁ ଆଉ ସମ୍ଭାଳି ପାରିଲିନି। ଆଉ ସରି କହିଲି ତାଙ୍କ ପାଟିରେ ମୁଁ ମାଲ୍ ଛାଡ଼ି ଦେଇଥିବାରୁ। ସେ କହିଲେ, ଇଟ୍ସ ଓକେ, ଆଇ ଲଭ୍ ଇଟା। ମୁଁ କହିଲି, ମାନେ? ସେ କହିଲେ, ଆରେ ଡୋଣ୍ଟ ୱରି, ଇଟ୍ ୱାସ୍ ମି, ବଟ୍ ଆଇ ୱାଣ୍ଟ ମୋର୍। ସେ ଏତିକି କହିଲା ବେଳକୁ ତାଙ୍କ କଥା ଶୁଣି ମୋର ପୁଣି ଥରେ କଦଳୀ ଛନଛନ ହେବାକୁ ଲାଗିଲା। ତାଙ୍କ କଥାରେ ଏତେ ମାଦକ ଥିଲା ଯେ ମୁଁ ଆଉ ସମ୍ଭାଳି ନ ପାରି ତାଙ୍କ ଓଠକୁ ଚୁମିବାକୁ ଲାଗିଲି। ତାଙ୍କ ପାଟିରୁ ମୋ ମାଲ୍ର ସ୍ୱାଦ ଏବଂ ଗନ୍ଧ ମଧ୍ୟ ଆସୁଥାଏ, ହେଲେ ମୋର ଆଉ ସେ ପ୍ରତି ଧ୍ୟାନ ଦେବାକୁ ଇଚ୍ଛା ହେଲାନି। କିଛି ସମୟ ପରେ ମୋ କଦଳୀ ପୁଣି ବୀରଦର୍ପରେ ଠିଆ ହୋଇଗଲା। ପୁଣି ଭାଉଜ ତାକୁ ଚୁଷିବାକୁ ଲାଗିଲେ। ସେ ପୁଣି ଚୁଷିକି ମାଲ୍ ନ ବାହାର କରିଦିଅନ୍ତୁ, ତେଣୁ ତାଙ୍କୁ ବିଛଣା ଉପରେ ଶୋଇଦେଇ ତାଙ୍କ କଣାରେ କଦଳୀ ପୂରେଇ ଦେଲି। ବାସ୍, ମୁଁ ସେତେବେଳେ ଆଉ ସାଧାରଣ ମଣିଷ ହୋଇନଥାଏ, ଭୟଙ୍କର ଭାବେ ଭାଉଜଙ୍କୁ ପେଲୁଥାଏ। ଭାଉଜ ଖାଲି ଆଃ ଓଃ ଏମିତି କହି ଚିଲେଇ ଚାଲିଥାନ୍ତି। ତାଙ୍କ ଖଟ ଖାଲି କଁ କଁ ହେଉଥାଏ। ଶଳା ଏତିକି ବେଳକୁ ମୋର ପାଣି ବାହାରି ଆସିଲା। ମୁଁ ପୁଣି ପାଣିକୁ ବାହାର କରିଦେଇ ପଳେଇଲା। ଏତିକି ସମୟରେ ତାଙ୍କ ଝିଅ ଉଠି ସେଠାକୁ ଚାଲି ଆସିଥାଏ। ଏତିକି ଦେଖି ମୋତେ ଟିକେ ଡର ଲାଗିଲା, କିନ୍ତୁ ଭାଉଜ ମୋ ଚେହେରାରେ ଭୟ ଦେଖି କହିଲେ, ଆରେ ବ୍ୟସ୍ତ ହୁଅନି, ସେ ଛୋଟ ଛୁଆଟା, ସେ ଜାଣିପାରିବନି ଏଠି କ'ଣ ଚାଲିଛି। ଏହା ଶୁଣି ମୋ ମନରେ ଟିକେ ଶାନ୍ତି ଆସିଲା। ସେ କହିଲେ, ବନ୍ଦ କର ନାହିଁ, ତୁମେ ତୁମର କାମ ଚାଲୁ ରଖ, ମୋତେ ଭଲରେ ଶାନ୍ତି କର। ମୁଁ ପୁଣି ଉଠି ଭାଉଜଙ୍କୁ ପେଲିବାକୁ ଲାଗିଲି। ସେଇଠୁ ଝିଅ ତା ମା'ର ଭଣ୍ଡା ଦେଖି ଖାଇବାକୁ ମନ କଲା। ସେ ଗୋଟେ ଭଣ୍ଡା ଚୁଷିଲା, ମୁଁ ଅନ୍ୟ ଭଣ୍ଡାଟିକୁ ଚୁଷିଲି। ମୁଁ କିନ୍ତୁ ନିର୍ଘାତ ପେଲି ଚାଲିଥାଏ। ହଠାତ୍ ଭାଉଜଙ୍କ କଣାରୁ ହୀରାକୁଦ ବନ୍ଧରୁ ଯେମିତି ପାଣି ବାହାରେ, ସେମିତି ପିଚକାରି ମାରିଲା ପରି ଅଜସ୍ର ପାଣି ବୋହିଗଲା। ତାଙ୍କ ଶରୀର କମ୍ପିବାକୁ ଲାଗିଲା। ସେ କହିଲେ, ସେଠି ଆଉ କରନି, ଦରଜ ହେଲାଣି, ଯାହା କରିବାର ଅଛି ଆସି ପାଟିରେ କର। ସେ ସେମିତି ବିଛଣାରେ ପଡ଼ିଥାନ୍ତି। ମୁଁ ଉପର ପଟକୁ ଯାଇ ତାଙ୍କ ମୁହଁକୁ ସେହିପରି ନିର୍ଘାତ ଭାବେ ପେଲିଲି। ଏତେ ସହଜରେ ଭାଉଜଙ୍କ ପାଟିରେ ଏତେ ବଡ଼ କଦଳୀ କେମିତି ଚାଲିଯାଉଛି ଦେଖି ଆଶ୍ଚର୍ଯ୍ୟ ଲାଗୁଥାଏ। ପୁଣି ମୋ କଦଳୀ କେମିତି ତାଙ୍କ ତଣ୍ଟି ଭିତର ବାହାର ହେଉଥାଏ, ତା ଉପରକୁ ଜଳ ଜଳ ହୋଇ ଜଣା ପଡ଼ିଯାଉଥାଏ। ସେ ତାଙ୍କ ଦୁଇ ହାତକୁ ମୋ ପଛପଟକୁ ଚାପି ଧରିଥାନ୍ତି ଏବଂ ଦେଖୁ ଦେଖୁ ପୁଣି ପଚପଚ ହୋଇ ପୁଳାଏ ମାଲ୍ ଭାଉଜଙ୍କ ତଣ୍ଟିର ଗଭୀରତା ଭିତରେ ବୋହିଗଲା। ଆଉ ଆମେ ଦୁହେଁ ସେମିତି ସେଇ ବିଛଣାରେ କିଛି ସମୟ ପଡ଼ି ରହିଲୁ। ପିଲାର ଜନ୍ମଦିନର ବ୍ୟବସ୍ଥା ଦେଖି ସମସ୍ତେ ଭାଉଜଙ୍କୁ ବହୁତ ପ୍ରଶଂସା କଲେ ଏବଂ ଏବେ ଯାଏ 3 ବର୍ଷ ବିତିଗଲାଣି। ତା ସ୍ୱାମୀ ଠିକ୍ ସେହିପରି ବ୍ୟସ୍ତ। ତା ପିଲା ଏବେ ସ୍କୁଲରେ ପାଠ ପଢ଼ୁଛି। ଆଉ ସମସ୍ତେ ଗଲା ମାତ୍ରେ ଭାଉଜ ମୋର ହୋଇଯାଆନ୍ତି ଏବଂ ଆମ ରୁଟିନ୍ ମଧ୍ୟ ସମାନ। ସବୁଦିନ ଆମେ ଆମର ଗିଆଁ ଗିଁ ପେଲାପେଲି ହେଉଥାଉ।